ସ୍ତ୍ରୀ ଥାନାରେ ପହଞ୍ଚିଲା। ସ୍ୱାମୀ ନିଖୋଜ ହେବାର ଏକ ଅଭିଯୋଗ କଲା। ସିଧା ଘରକୁ ଫେରିଲା। ନିଜ ପ୍ରେମିକମାନଙ୍କୁ କଲ୍ କରି ଘରକୁ ଡାକିଲା। ଆଉ ରାସଲୀଳା କରିବା ଆରମ୍ଭ କରିଦେଲା। ସ୍ୱାମୀ ନିଖୋଜ ହେଇଯାଇଛି ମାନେ ରାସ୍ତାର ସବୁ କଣ୍ଟା ଯେମିତି ସଫା ହେଇଯାଇଥିଲା। ଏବେ ସ୍ତ୍ରୀକୁ ଅଟକେଇବାକୁ କେହି ବି ଲୋକ ନଥିଲେ। ଏପଟେ ପ୍ରେମିକମାନଙ୍କ ସହ ସ୍ତ୍ରୀ ରାତି ରଙ୍ଗୀନ କରୁଥିଲା, ସେପଟେ ପୋଲିସ ନିଖୋଜ ସ୍ୱାମୀକୁ ଖୋଜିବାରେ ବ୍ୟସ୍ତ ଥିଲା। ଦର୍ଶକ ବନ୍ଧୁ, ଏମିତି ଏକ କାହାଣୀ ଯାହାକୁ ଶୁଣିଲେ ଆପଣ ବି କହିବେ ଗୋଟେ ସ୍ୱାମୀ ତା ସ୍ତ୍ରୀକୁ ବିଶ୍ୱାସ କରି କ'ଣ ଭୁଲ କରିଛି। ଏମିତି ଏକ ଲୋମ ଟାକୁରା କାହାଣୀ ଯାହାକୁ ଶୁଣିଲେ ଆପଣ ବି କହିବେ ଗୋଟେ ସ୍ତ୍ରୀ କ'ଣ ସତରେ ଏତେ ତଳକୁ ଖସି ଯାଇପାରେ। ଏମିତି ଏକ କାହାଣୀ ସେଇମାନଙ୍କୁ ଭାବିବାକୁ ବାଧ୍ୟ କରିବ ଯେଉଁମାନେ ପ୍ରେମ ବିବାହ ନୁହେଁ ଆରେଞ୍ଜ ମ୍ୟାରେଜ କରିବାକୁ ପସନ୍ଦ କରୁଛନ୍ତି। ସ୍ୱାମୀ ସ୍ତ୍ରୀଙ୍କ ପ୍ରେମ ଆଉ ଭଲ ପାଇବା ଭିତରେ ବିଶ୍ୱାସଟା ଯେତେବେଳେ ଅବିଶ୍ୱାସରେ ପରିଣତ ହୁଏ ସେତେବେଳେ ଯେମିତି ସବୁକିଛି ଶେଷ ହୋଇଯାଇଥାଏ। ଏ କାହାଣୀ ସେମିତି ଜଣେ ସ୍ୱାମୀର କାହାଣୀ ଥିଲା ଯିଏ ନିଜ ସ୍ତ୍ରୀକୁ ନିଜଠୁ ବି ଅଧିକ ବିଶ୍ୱାସ କରୁଥିଲା। ସାଧନା ଦେଖିବାକୁ ସୁନ୍ଦରୀ ଥିଲା। ରମାକାନ୍ତ ତାକୁ ଦେଖିବାକୁ ଯାଇ ପସନ୍ଦ ବି କରିଥିଲା। ରମାକାନ୍ତ ସ୍କୁଲର ଶିକ୍ଷକ ଥିଲା। ସାଧନାର ପରିବାର ଲୋକେ ରମାକାନ୍ତ ସହ ବାହାଘର ବି ଠିକ୍ କରିଦେଇଥିଲେ। ସାଧନା ଆଉ ରମାକାନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ। ସାଧନା ବି ଅଙ୍ଗନବାଡ଼ିରେ ଚାକିରି ପାଇଯାଇଥିଲା। ଉଭୟ ବେଶ ଖୁସି ବି ଥିଲେ। ସବୁଦିନ ରମାକାନ୍ତ ସ୍କୁଲକୁ ଚାଲି ଯାଉଥିଲା ଆଉ ସାଧନା ବି ଅଙ୍ଗନବାଡ଼ି ଚାଲି ଯାଉଥିଲା। ସବୁଦିନ ନିଜ ସ୍କୁଟିରେ ଅଙ୍ଗନବାଡ଼ି ଯାଉଥିବା ସାଧନା ପେଟ୍ରୋଲ ପମ୍ପକୁ ତେଲ ପକାଇବାକୁ ଯାଉଥିଲା। ଆଉ ସେଇ ପେଟ୍ରୋଲ ପମ୍ପର ଦୁଇ କର୍ମଚାରୀଙ୍କ ସହ କଥାବାର୍ତ୍ତା ଭିତରେ ଗୋଟେ ନୂଆ ସମ୍ପର୍କ ଗଢ଼ି ଉଠିଥିଲା। ସାଧନାକୁ ବି ଫାଇଦା ହେଉଥିଲା। ଏବେ ପେଟ୍ରୋଲ ବଦଳରେ ସାଧନାକୁ ଆଉ ଟଙ୍କା ଦେବାକୁ ପଡ଼ୁନଥିଲା। କେତେବେଳେ ମନୀଷ ତ କେତେବେଳେ ସପନ, ଯିଏ ହେଲେ ବି ପେଟ୍ରୋଲ ପମ୍ପରେ ନିଶ୍ଚିତ ରହୁଥିଲା। ୟାରି ଭିତରେ ସାଧନା ଉଭୟଙ୍କୁ ଭିନ୍ନ ଭିନ୍ନ ସମୟରେ ମନୀଷ ଆଉ ସପନ ସହିତ ସମୟ କାଟିବା ଆରମ୍ଭ କରିଦେଇଥିଲା। ଏମିତିକି ସ୍ୱାମୀ ଘରେ ନଥିଲା ବେଳେ ବି ତାଙ୍କୁ ଘରକୁ ଡାକିବା ଆରମ୍ଭ କରିଦେଇଥିଲା। ବିବାହ କରିଥିବା ସ୍ତ୍ରୀଟା ଧୀରେ ଧୀରେ ସ୍ୱାମୀ ଉପରେ ଚିଡ଼ିବା ରାଗିବା ଆରମ୍ଭ କରିଦେଇଥିଲା। କାହିଁକିନା ତାର ଏବେ ପୁରା ମନ ପ୍ରାଣ ଆଉ ଭଲ ପାଇବା ଏଇ ଦୁଇ ଜଣ ମାନେ ସପନ ଆଉ ମନୀଷ ଉପରେ ଥିଲା। କେତେବେଳେ ମନୀଷ ସହ କାରରେ ବସି ବୁଲୁଥିଲା ତ କେତେବେଳେ ସପନ ସହ ପାଖ ସହରରେ ହୋଟେଲକୁ ଯାଇ ମସ୍ତି କରୁଥିଲା। ସ୍ତ୍ରୀ ସାଧନାର ବ୍ୟବହାରରେ ପରିବର୍ତ୍ତନ ଯେମିତି ସ୍ୱାମୀ ରମାକାନ୍ତକୁ ସ୍ତ୍ରୀ ଉପରେ ସନ୍ଦେହ କରିବାକୁ ବାଧ୍ୟ କରିଥିଲା। ସ୍ୱାମୀ ରମାକାନ୍ତ ସ୍ତ୍ରୀ ସାଧନାର ଅଜାଣତରେ ସାଧନା ଉପରେ ନଜର ରଖିବା ଆରମ୍ଭ କରିଦେଇଥିଲା। ଆଉ ସବୁ ସତ ଜାଣିବା ପରେ ସ୍ତ୍ରୀ ସାଧନା ଉପରେ ରୋକ ଲଗାଇବା ବି ଆରମ୍ଭ କଲା। ସ୍ତ୍ରୀ ସାଧନା ଜାଣିସାରିଥିଲା ସ୍ୱାମୀ ରମାକାନ୍ତ ସବୁ ଜାଣିସାରିଛି। ତାର ସବୁ ସ୍ୱାଧୀନତା ସ୍ୱାମୀ ଛଡ଼େଇ ନେଇଛି। ସବୁଆଡ଼େ ଯିବାକୁ ରୋକ ଲଗେଇଛି। ତେଣୁ ସେ ପୁଣି ଥରେ ଖୋଲମ ଖୋଲା ବୁଲିବାକୁ ହେଲେ ସ୍ୱାମୀ ରମାକାନ୍ତକୁ ରାସ୍ତାରୁ ହଟାଇବାକୁ ପଡ଼ିବ ଭାବି ଏକ ନୂଆ ଯୋଜନା ଆରମ୍ଭ କଲା। ମନୀଷ ଆଉ ସପନକୁ ଡାକି ତାଙ୍କୁ ଏସବୁ କହିଲା ପରେ ମନୀଷ ଆଉ ସପନ ରାଗି ଯାଇଥିଲେ। ସେମାନେ ରମାକାନ୍ତକୁ ଡାକି ଏକ କାରରେ ଜଙ୍ଗଲ ଭିତରକୁ ନେଇ ପିଟି ପିଟି ନିର୍ମମ ଭାବେ ହତ୍ୟା କରିଥିଲେ। ଆଉ ସେ ଘଞ୍ଚ ଜଙ୍ଗଲ ଭିତରେ ଫିଙ୍ଗି ଦେଇଥିଲେ। ପରଦିନ ସ୍ତ୍ରୀ ସାଧନା ଥାନାରେ ପହଞ୍ଚିଥିଲା। ଆଉ ସ୍ୱାମୀ ରମାକାନ୍ତ ମିସିଂ ହେବାର ଏକ ରିପୋର୍ଟ ବି କରିଥିଲା। ପୋଲିସ ତା କାମରେ ଲାଗି ପଡ଼ିଥିଲା। ଏପଟେ ସ୍ତ୍ରୀ ସାଧନା ସ୍ୱାମୀ ଆଉ କେବେ ଫେରିବନି ଭାବି ରାତି ରଙ୍ଗୀନ କରିବାକୁ ଗୋଟେ ପରେ ଗୋଟେ ପ୍ରେମିକମାନଙ୍କୁ ଡାକି ନିଜ ଘରେ ରୋମାନ୍ସ କରୁଥିଲା। ହେଲେ ଏମାନେ ଭୁଲି ଯାଇଥିଲେ ଯେ ଅପରାଧୀ ଯେତେ ଚାଲାକ ହେଉନା କାହିଁକି କିଛି ନା କିଛି ଭୁଲ ସେମାନଙ୍କୁ କାଠଗଡ଼ା ଭିତରକୁ ନିଶ୍ଚିତ ଟାଣିନିଏ। ଏମାନଙ୍କର ବି ଠିକ୍ ସେମିତି କିଛି ଭୁଲ ଏମାନଙ୍କ ଅପରାଧକୁ ଲୁଚେଇ ପାରିନଥିଲା। ପୋଲିସ ଯେତେବେଳେ ରମାକାନ୍ତର ଫୋନ୍ ଟ୍ରାକ୍ କରିଥିଲା ସେତେବେଳେ ସେ ଜଙ୍ଗଲ ଭିତରେ ହିଁ ଲୋକେସନ୍ ଦେଖାଇଥିଲା। ପୋଲିସ ପହଞ୍ଚି ଅନେକ ଖୋଜାଖୋଜି ପରେ ରମାକାନ୍ତକୁ ପାଇବାରେ ବିଫଳ ହୋଇଥିଲା। କାହିଁକିନା ସେ ଘଞ୍ଚ ଜଙ୍ଗଲ ଭିତରେ ନା ନେଟୱାର୍କ ଥିଲା ନା ଜଙ୍ଗଲ ଭିତରେ କାହାକୁ ଖୋଜିବା ସମ୍ଭବ ଥିଲା। ଶେଷରେ ପୋଲିସ ରମାକାନ୍ତର କଲ୍ ଡିଟେଲ୍ସ ବାହାର କରିଥିଲା। ଆଉ ସେଇ କଲ୍ ଡିଟେଲ୍ସର ଶେଷ କଲ୍ ଥିବା ମନୀଷ ଆଉ ସପନକୁ ଥାନାକୁ ଆଣି ପଚରାଉଚରା ଆରମ୍ଭ କରିଥିଲା। ଆଉ ସପନ ଏବଂ ମନୀଷର କଲ୍ ଡିଟେଲ୍ସରୁ ସ୍ତ୍ରୀ ସାଧନା ଏମାନଙ୍କୁ ବାରମ୍ବାର କଲ୍ କରିଥିବା କଥା ସାମ୍ନାକୁ ଆସିଥିଲା। ପୋଲିସ ସ୍ତ୍ରୀ ସାଧନାକୁ ବି ଥାନାକୁ ଆଣିଥିଲା। ଆଉ ଶେଷରେ ସବୁ ମିଛ ସତରେ ପରିଣତ ହୋଇଯାଇଥିଲା। ଆଉ ସବୁ ସତ ପୋଲିସ ଜାଣିବା ପରେ ସମସ୍ତଙ୍କ ବିରୁଦ୍ଧରେ କେସ୍ ଫାଇଲ୍ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲା। ଏଥିରୁ ଗୋଟେ କଥା ତ ସ୍ପଷ୍ଟ ଥିଲା, ଅପରାଧ କେବେ ଲୁଚି ରହିପାରେ ନା। ଯଦି ପୋଲିସ ଚାହିଁବ ତେବେ ସବୁ ସତ ସାମ୍ନାକୁ ଆଣିପାରିବ। ଏ କାହାଣୀ ଭଲେ ହିଁ ଅନ୍ୟ ରାଜ୍ୟର ହୋଇପାରେ କିନ୍ତୁ ଆମକୁ ଭାବିବାକୁ ବି ବେଳେବେଳେ ବାଧ୍ୟ କରିଦିଏ। କ'ଣ ସତରେ ଜଣେ ସ୍ତ୍ରୀ ତା ସ୍ୱାମୀ ସହ ଏମିତି କରିପାରେ? ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ଭିତରେ ଏମିତି କ'ଣ ପ୍ରତିବନ୍ଧକ ଆସିପାରେ ଯେଉଁଥିପାଇଁ ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ ଛାଡ଼ି ଅନ୍ୟ ଜଣକୁ ପ୍ରେମ କରିବାକୁ ବାଧ୍ୟ ହୁଏ? ଏଇଟା କେବଳ କ'ଣ ଆରେଞ୍ଜ ମ୍ୟାରେଜରେ ହୁଏ? ପ୍ରେମ କରି ବିବାହ କରିଥିବା ସ୍ତ୍ରୀ କ'ଣ କେବେ ଏମିତି କରିପାରେ ନା?
ନା ଆଜିକାଲି ପ୍ରେମ ବିବାହରେ ବି ଏମିତି ଘଟଣା ଦେଖିବାକୁ ମିଳୁଛି। ନା ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଥିବା ସେ ପବିତ୍ର ସମ୍ପର୍କ ଧୀରେ ଧୀରେ ବଦଳିବାକୁ ଲାଗିଲାଣି, ଯେଉଁଥିପାଇଁ ଆଜି ଏମିତି ସବୁ କାହାଣୀ ଶୁଣିବାକୁ ମିଳୁଛି। ଏ କାହାଣୀ ଆମକୁ ଭାବିବାକୁ ନିଶ୍ଚିତ ବାଧ୍ୟ କରୁଛି ଯେ ଆମେ ସତରେ କ'ଣ ଏତେ ତଳକୁ ଖସିଗଲେଣି? କ'ଣ ଭୁଲ ଆଉ କ'ଣ ଠିକ୍ ଭାବିବାକୁ ଚେଷ୍ଟା କରୁନାହାନ୍ତି? ସତ କହିଲେ, ସ୍ୱାମୀ ନିଜ ସ୍ତ୍ରୀର ସବୁ କଥା ଜାଣିବା ପରେ ତାକୁ ଆକଟ କରିବା କ'ଣ ଭୁଲ ଥିଲା? ନା ସ୍ତ୍ରୀର ସବୁ କଥା ଜାଣିବା ପରେ ତାକୁ ତା ରାସ୍ତାରେ ଛାଡ଼ିଦେବାର ଥିଲା? କମ୍ ସେ କମ୍ ତା ଜୀବନଟା ତ ବଞ୍ଚି ଯାଇଥାନ୍ତା। ବିଚାର ଆପଣଙ୍କର ଆଜ୍ଞା। ଆପଣଙ୍କ ବିଚାର କମେଣ୍ଟ କରି ନିଶ୍ଚିତ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।